ଅତୁଟ ବନ୍ଧନ ଧାରାବାହିକରେ ଆପଣମାନେ ଦେଖିବେ କୃଷିକା କହିବେ ମୋ ଦିଦି କୁଆଡ଼େ ଗଲେ କାର୍ତ୍ତିକ ସେ ଏପର୍ଯ୍ୟନ୍ତ ଆସୁନାହାନ୍ତି କାହିଁକି ତମେ ତ କହୁଥିଲ ସେ ଅଫିସରୁ ସନ୍ଧ୍ୟା ବେଳକୁ ଫେରି ଆସିବେ ହେଲେ ଏମିତି ତ ସନ୍ଧ୍ୟା ଆସିକି ହେଲାଣି କିନ୍ତୁ ସେ ଏପର୍ଯ୍ୟନ୍ତ ଆସୁନାହାନ୍ତି କାହିଁକି କାର୍ତ୍ତିକ କହିବେ କୃଷିକା ଆରେ ମୁଁ କହିଥିଲି ନା ସେ ହନିମୁନରେ ଯାଇଛନ୍ତି ବୋଲି ତମେ ବୋଧେ ସେ କଥା ଭୁଲି ଯାଇଛ କୃଷିକା କହିବେ ଆରେ ହଁ ମୁଁ ଭୁଲି ଯାଇଛି ହେଲେ ଦିଦିଙ୍କର ତ ଆଜି ହୋଲିକା ଦହନ ପୂଜା ଅଛି ସେ ଏପର୍ଯ୍ୟନ୍ତ ଆସୁନାହାନ୍ତି କାହିଁକି କାର୍ତ୍ତିକ କହିବେ ସେ ତାଙ୍କ ପୂଜା ଥାଳି ସାଙ୍ଗରେ ନେଇକି ଯାଇଛନ୍ତି ତମେ ବ୍ୟସ୍ତ ହେବା କିଛି ବି ଦରକାର ନାହିଁ ତମେ ଏବେ ଯାଇକି ପୂଜା ପାଇଁ ରେଡି ହେଇଯାଅ କୃଷିକା କହିବେ ନାଇଁ ନାଇଁ ମୁଁ ତା ଆଗରୁ ଆଗେ ଦିଦିଙ୍କୁ କଲ୍ କରିବି ଆଉ ଭିଡ଼ିଓ କଲ୍ରେ ମୁଁ ସେମାନଙ୍କର ପୂଜା ଦେଖିବି ତାପରେ ଯାଇ ମୁଁ ପୂଜା କରିବି ଏହାପରେ ସେ ତ୍ରିନାଲୀକୁ କଲ୍ କରିବେ ଆଉ କହିବେ ଦିଦିଙ୍କର ଫୋନ୍ ତ ଲାଗୁନି ମୁଁ ତେଜ ଭାଇଙ୍କୁ କଲ୍ କରେ ଏହାପରେ ସେ ତେଜସକୁ ଭିଡ଼ିଓ କଲ୍ କରିବେ ଆଉ ଏହି ସମୟରେ ସରସ୍ୱତୀ ଆସି କୃଷିକାଙ୍କ ପାଖରୁ ଫୋନ୍ ଛଡ଼େଇ ନେବେ ଆଉ କହିବେ କୃଷିକା ତୁ ଏ କ'ଣ କରୁଛୁ ଆରେ ତୁ କ'ଣ ପାଗଳି ହେଇଯାଇଛୁ ସେ ଦି ଜଣ ପୁରା ହନିମୁନରେ ଯାଇଛନ୍ତି ତୁ ତାଙ୍କୁ କାହିଁକି ଡିଷ୍ଟର୍ବ କରୁଛୁ କୃଷିକା କହିବେ ହେଲେ ଆଣ୍ଟି ମୁଁ ତ ବସ୍ ସେମାନଙ୍କ ସହିତ ଟିକେ କଥା ହେବାକୁ ଚାହୁଁଥିଲି କାର୍ତ୍ତିକ କହିବେ ତମର ତାଙ୍କ ସହିତ କଥା ହେବା କିଛି ବି ଦରକାର ନାହିଁ ଆରେ ସେମାନେ ଆରାମସେ ପୂଜା କରିକି ବୁଲାବୁଲି କରିକି ଫେରିବେ ଚାଲ ଆମେ ପୂଜା କରିବା ଏହାପରେ ସେ କୃଷିକାଙ୍କୁ ନେଇ ଚାଲିଯିବେ ଆଉ ଭବାନୀ କହିବେ ତୁ ମିଛ କହୁନି ବୋଲି ଦେଖେଇ ହଉନା ସରସ୍ୱତୀ ହେଲେ ଆଜି ସମସ୍ତଙ୍କ ସାମ୍ନାରେ ମିଛ କହିଥିଲୁ କେମିତି ତୁ ଗୋଟେ ବହୁତ ବଡ଼ ମିଛେଇ ସରସ୍ୱତୀ କହିବେ ମୁଁ ଏସବୁ କୃଷିକା ପାଇଁ କଲି କାହିଁକି ନା କୃଷିକା ତ୍ରିନାଲୀକୁ ବହୁତ ଭଲ ପାଏ ଆଉ ଯଦି ସେ ଏସବୁ କଥା ଜାଣିବ ତାହେଲେ ପୁରାପୁରି ଭାଙ୍ଗି ପଡ଼ିବ ଆଉ ମୁଁ ଚାହୁଁନି କୃଷିକା ଏମିତି ଭାଙ୍ଗି ପଡ଼ୁ ବୋଲି ଆଉ ତା ଦେହ ଆହୁରି ଖରାପ ହଉ ବୋଲି ତୁ ହୁଏତ ଭଉଣୀର ଭଲ ପାଇବାକୁ ବୁଝିପାରିବୁନି ଭବାନୀ ହେଲେ ମୁଁ ବୁଝିଛି ଆଉ ମୁଁ ଆମ ଭଲ ପାଇବାକୁ ବି ଭୁଲିନି ଆଗରୁ ମୁଁ ତମର ଯେମିତି ଦାୟିତ୍ୱ ନେଉଥିଲି ତୋର ଯତ୍ନ ନେଉଥିଲି ସେ ସବୁ କଥା ମୋର ଏବେ ବି ମନେ ଅଛି ଏପଟେ ତ୍ରିନାଲୀ କହିବେ ମନୋଜ ଆଉ ତାଙ୍କର ସେ ଗୁଣ୍ଡା ସାଙ୍ଗ ଏପର୍ଯ୍ୟନ୍ତ ଘରକୁ କାହିଁକି ଆସୁନାହାନ୍ତି ସେମାନେ କେଉଁଠି ଅଛନ୍ତି ମନୋଜ ଆଉ ମୋ ପାଇଁ ପୋଲିସ ହାତରେ ଧରା ପଡ଼ି ଯାଇନାହାନ୍ତି ତ ସେ ଆଉ ମୋ ପାଇଁ କିଛି ଅସୁବିଧାରେ ପଡ଼ି ଯାଇନାହାନ୍ତି ତ ମୋତେ ଟିକେ ବାହାରେ ଯାଇ ଦେଖିବାକୁ ପଡ଼ିବ ଏମିତି ଘର ଭିତରେ ମୁଁ ଆଉ କେତେ ସମୟ ବା ଲୁଚି ରହିବି ଏହାପରେ ସେ ଘର ବାହାରକୁ ଯିବେ ଆଉ କହିବେ ଏଠି ଏତେ ଲୋକ ରୁଣ୍ଡ କ'ଣ ପାଇଁ ହେଇଛନ୍ତି କ'ଣ ହେଉଛି ଏଠି ଏପଟେ ମନୋଜ କହିବେ ଜାଣିଛ ଭାଇ ସେ ଯେଉଁ ଝିଅ କାଲି ରାତିରେ ଆମ ଘରେ ଥିଲା ସେ ହେଉଛି ଗୋଟେ କ୍ରିମିନାଲ ଆଉ ସେ ଆମକୁ ଧୋକା ଦେଇ ଘର ଛାଡ଼ି କୁଆଡ଼େ ଚାଲି ଯାଇଛି ଲାଗୁଛି ତାକୁ ପୋଲିସ ବୋଧେ ଖୋଜୁଥିଲା ଏପଟେ ତ୍ରିନାଲୀ କହିବେ ହେ ଭଗବାନ ଏ ମନୋଜକୁ ମୁଁ ସାହାଯ୍ୟ କରିବାକୁ ଆସିଲି ଭାବିଲି କାଳେ ଇଏ ମୋ ପାଇଁ ବିପଦରେ ପଡ଼ିଛି ହେଲେ ଇଏ ତ ମୋତେ ପୋଲିସ ହାତରେ ଧରିବାକୁ ଷଡ଼ଯନ୍ତ୍ର କରୁଛି ଏପଟେ ଗାଁ ଲୋକମାନେ କହିବେ ଆମ ଗାଁରେ ସବୁବେଳେ ଗୋଟେ କଥା ବିଶ୍ୱାସ କରି ଆସିଛୁ ଅତିଥି ଦେବ ଭବ ଆମ ଗାଁର ଯେଉଁ ବି ଅତିଥି ଆସନ୍ତି ଆମେ ତାଙ୍କୁ ଚର୍ଚ୍ଚାରେ କେବେ ବି ଅବହେଳା କରୁନି ତାଙ୍କ ଅତିଥି ଚର୍ଚ୍ଚା କରି ଆମେ ତାଙ୍କୁ ସବୁବେଳେ ଖୁସି କରୁ ଆଜି ବି ଆମ ଗହଣରେ ସେମିତି ଜଣେ ଅତିଥି ଅଛନ୍ତି ଆମେ ତାଙ୍କୁ ଆଜି ହୋଲିକା ଦହନ ପାଇଁ ସୁଯୋଗ ଦେବା ଆଉ ଆମ ଗହଣକୁ ଆସୁଛନ୍ତି ତେଜ ପାତ୍ର ଏହାପରେ ତେଜସ୍ ଆସିବେ ତ୍ରିନାଲୀ ଭାବିବେ ତେଜ ପାତ୍ର ଇଏ ଆଉ ମୋ ତେଜସ୍ ନୁହନ୍ତି ତ ହେଲେ ସେ ତ ତେଜସ୍ ସାହୁ କହିଥାନ୍ତେ ତେଜ ପାତ୍ର କାହିଁକି କହିଲେ ନା ନା ଇଏ ତେଜ ହେଇନଥିବେ ଆଉ ଯଦି ବି ହେଇଥାନ୍ତି ତାହେଲେ ସେ ମୋ ସହିତ ଏମିତି କାହିଁକି କରିବେ ନା ଏହାପରେ ସେଠି ତେଜସ୍ ପହଞ୍ଚିବେ ଆଉ ଭାବିବେ ଏ ଗାଁ ଲୋକମାନେ ବହୁତ ନିରୀହ ଆଉ ମୁଁ ଯଦି ଏଠି ମୋ ପ୍ରକୃତ ପରିଚୟ ଦେଇଦିଏ ତାହେଲେ ହୁଏତ କେହି ନା କେହି ମାଆଙ୍କୁ କହିଦେବେ ଯେ ମୁଁ ଏଇଠି ଅଛି ବୋଲି ସେଥିପାଇଁ ମୋତେ ମୋ ମିଛ ପରିଚୟ ଦେବାକୁ ପଡ଼ିଛି ଏହାପରେ ତେଜସ୍ ହୋଲିକା ଦହନ ପୂଜା କରିବେ ଆଉ ତ୍ରିନାଲୀ ତାଙ୍କୁ ଦେଖିନେବେ ତ୍ରିନାଲୀ କହିବେ ତା ମାନେ ତେଜସ୍ୱୀ ମୋତେ ପୋଲିସ ହାତରେ ଧରିବାକୁ ଚାହୁଁଥିଲେ ସେ ଏଇଠି ଅଛନ୍ତି ହେ ଭଗବାନ ମୁଁ ଏବେ କ'ଣ କରିବି ଏପଟେ ଗାଁ ଲୋକମାନେ ସମସ୍ତେ ମିଶି ହୋଲିକା ଦହନ ପୂଜା କରୁଥିବା ସମୟରେ ଜୋରରେ ବର୍ଷା ପବନ ଆସିବ ଆଉ ସମସ୍ତେ ନିଜ ନିଜ ଘର ଭିତରକୁ ଦୌଡ଼ିକି ଚାଲିଯିବେ ଏପଟେ ତେଜସ୍ କହିବେ ପାଣିପାଗ ହଠାତ୍ ଏମିତି ବଦଳିଗଲା କାହିଁକି ହେଲେ ହଠାତ୍ ଏସବୁ ବଦଳିଗଲା କେମିତି ଏତେ ଜୋରରେ ବର୍ଷା ପବନ କେମିତି ହେଇଯିବ ମନୋଜ କହିବେ ଲାଗୁଛି ଆଜି ବର୍ଷା ପବନ ସାଙ୍ଗରେ ଖୁବ୍ ଜୋରରେ ବାତ୍ୟା ବି ଆସିବ କାହିଁକି ନା ପାଗ ଜମା ବି ଭଲ ନାହିଁ
ଏପଟେ ବାହାରେ କେହି ନଥିବାର ସୁଯୋଗ ନେଇ ତ୍ରିନାଲି ଆସି ହୋଲିକା ଦହନ ପୂଜା କରିବେ। ଆଉ ଏପଟେ ତେଜସ୍ ଓ ମନୋଜ ତାଙ୍କୁ ଦେଖିନେବେ ଆଉ କହିବେ ସେ ବାହାରେ ଏପର୍ଯ୍ୟନ୍ତ ବି ଗୋଟେ ଝିଅ ପୂଜା କରୁଛି।